ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଜନସାଧାରଣ ମାନଙ୍କୁ ମୋର ନମସ୍କାର। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେ 1939 ମସିହାରେ ସ୍ଥାପନ କରିଥିବା ପାର୍ଟି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ। ମୋର ନାମ ପାଇଲା ମୁରଳୀ କୃଷ୍ଣ। ଏକ ଜନସାଧାରଣ ବ୍ୟକ୍ତି ଆସନ୍ତା ନିର୍ବାଚନରେ ମୁଁ ବିଧାୟକ ରୂପେ ନିର୍ବାଚନ ଲଢ଼ିବା ନିମନ୍ତେ ସ୍ଥିର କରିଅଛି। ସିଂହ ଚିହ୍ନରେ ଆପଣଙ୍କ ମୂଲ୍ୟବାନ ଭୋଟ ବିପୁଳ ମାତ୍ରାରେ ଦେଇ ଜୟଯୁକ୍ତ କରନ୍ତୁ। ଶ୍ରୀ ପାଇଲା ମୁରଳୀ କୃଷ୍ଣ ଏମଏଲଏ ପ୍ରାର୍ଥୀ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସିରିଏଲ ନମ୍ବର 5ମ ସ୍ଥାନରେ ଭୋଟ ଦେଇ ସିଂହ ଚିହ୍ନକୁ ଜୟଯୁକ୍ତ କରନ୍ତୁ ଏବଂ ଆମର ସନ୍ତୋଷ କୁମାର ସାହୁ ଏମପି ପ୍ରାର୍ଥୀଙ୍କୁ ସିରିଏଲ ନମ୍ବର 7ମ ସ୍ଥାନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ। ସମସ୍ତଙ୍କୁ ମାଗଣା ଶିକ୍ଷା ଓ ଚିକିତ୍ସା ସୁବିଧା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ମୋର ସଂଗ୍ରାମ। ମୁଁ ଆପଣମାନଙ୍କ ଭିତରୁ ଜଣେ, ମତେ ଆଶୀର୍ବାଦ କରନ୍ତୁ। ସିଂହ ଚିହ୍ନରେ ଭୋଟ ଦିଅନ୍ତୁ। ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଶ୍ରୀ ପାଇଲା ମୁରଳୀ କୃଷ୍ଣ ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ଏବଂ ଶ୍ରୀ ସନ୍ତୋଷ କୁମାର ସାହୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ। ଆମର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରତି ଗ୍ରାମ ଏବଂ ପଞ୍ଚାୟତ ସ୍ଥାୟୀରେ 24 ଘଣ୍ଟା ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରତିଜ୍ଞା କରୁଛୁ। ସେହିଭଳି ଆମର ସମାଜରେ ଗ୍ରୀଷ୍ମ ଋତୁରେ ଜଳ ଯୋଗାଣ ଅସୁବିଧା ରହିଛି। ଏହି ସମସ୍ୟାକୁ ଏପର୍ଯ୍ୟନ୍ତ କେଉଁ ସରକାର ମଧ୍ୟ ନିର୍ମୂଳନ କରିନାହାନ୍ତି। ତେଣୁ ଆମର ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି ତରଫରୁ ପ୍ରତିବର୍ଷ ସମସ୍ତଙ୍କୁ ସମୃଦ୍ଧି ଭାବରେ ଜଳ ଯୋଗାଣ କରିବୁ ବୋଲି ପ୍ରତିଜ୍ଞା କରୁଛୁ। ଗରିବ ଓ ସାଧାରଣ ବ୍ୟକ୍ତିମାନେ ସଚ୍ଚୋଟ ଓ ଧର୍ମବାନ ଅଟନ୍ତି। ଯେଉଁମାନେ ଡାକ୍ତର, ଇଞ୍ଜିନିୟର, ପ୍ରେସ୍, ଓକିଲ, ଶିକ୍ଷକ, ଯୁବକ, ମିଡିଆ ମାନଙ୍କୁ ଅପାର ସ୍ନେହ ଓ ଶ୍ରଦ୍ଧା କରିଥାନ୍ତି, ଯାହାକି ମୋର ଭଳି ଏକ ସାଧାରଣ ଓ ଗରିବ ଲୋକଙ୍କୁ ନିର୍ବାଚନ ଲଢ଼ାଇରେ ସାହାଯ୍ୟ କରିବେ ବୋଲି ମୋର ଆଶା ଓ ଭରସା। ଗରିବ ଓ ସାଧାରଣ ବ୍ୟକ୍ତିମାନେ ହିଁ ସମାଜରେ ବିପ୍ଳବ ଓ ଚୈତନ୍ୟ ସୃଷ୍ଟି କରିଥାନ୍ତି। ଏହା ନୂତନ ସମାଜ ଗଢ଼ିବାରେ ସହାୟକ ହୋଇଥାଏ। ଏଣୁ ମୁଁ ଆପଣମାନଙ୍କୁ କରଯୋଡ଼ି ସମସ୍ତ ଜନସାଧାରଣ ଓ ଭୋଟର ମାନଙ୍କୁ ବିନମ୍ର ଅନୁରୋଧ କରେ କି ଆପଣ ଉଚିତ ସମୟରେ ଉଚିତ ନିଷ୍ପତ୍ତି ନିଅନ୍ତୁ ଓ ଏକ ସମୃଦ୍ଧ ସମାଜ ଗଠନରେ ସାହାଯ୍ୟ କରନ୍ତୁ। ଗଜପତି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟା ଓ ହେବାକୁ ଥିବା ଅନେକ ପରିବର୍ତ୍ତନର ଚିଠା 2019 ଠାରୁ ରେସନ କାର୍ଡ ଛଡ଼ା ଗରିବ ଓ ସାଧାରଣ ଜନତାଙ୍କୁ ନୂତନ ରେସନ କାର୍ଡ ଆବଣ୍ଟନ କରିନାହାନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଲେବର କାର୍ଡ ମିଳୁନାହିଁ। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ହେତୁ ସାରା ଗଜପତି ଜିଲ୍ଲା ବାସିନ୍ଦାଙ୍କ ଆଶା ଓ ଭରସା ହୋଇଥିବା ପାରଳା ମୁଖ୍ୟ ଚିକିତ୍ସାଳୟରେ ଗରିବ ଗୁରୁବାଙ୍କ ଚିକିତ୍ସାର ମଧ୍ୟ ଅଭାବ ଦେଖାଗଲାଣି। ଆନ୍ଧ୍ରରୁ ଆସୁଥିବା ଛାତ୍ରଛାତ୍ରୀମାନେ ବିଏଡ୍ ସାର୍ଟିଫିକେଟ ପାଇ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଅଛନ୍ତି। ସରକାର ଏମାନଙ୍କ ଠାରୁ ମୋଟା ରକମର ଟଙ୍କା ଆଦାୟ କରି ଏମାନଙ୍କୁ ଓଡ଼ିଶାରେ ଚାକିରି ପାଇଁ ସୁଯୋଗ ଦେଉଅଛନ୍ତି। ଯେହେତୁ ଓଡ଼ିଶାର ଶିକ୍ଷିତ ବେକାର ହୋଇ ପଡ଼ିଛନ୍ତି, ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନସନରେ ମଧ୍ୟ ଅନେକ ଘୋଟାଲା ଚାଲିଛି ଓ ନୂତନ କାର୍ଡ ଦେବାକୁ ସରକାର ନାରାଜ ଅଟନ୍ତି। ଗଜପତି ଜିଲ୍ଲାରେ କଳକାରଖାନାର ଅଭାବ ହେତୁ ଜିଲ୍ଲାବାସୀ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟ ଯଥା ଚେନ୍ନାଇ, ଆନ୍ଧ୍ର ଉପରେ ନିର୍ଭର କରୁଅଛନ୍ତି। ଇନ୍ଦିରା ଆବାସ ଓ ମୁଦ୍ରା ଯୋଜନାର ଦୁରୁପଯୋଗ ଘଟୁଛି। ଜିଲ୍ଲାରେ ନାଳ ଓ ରାସ୍ତାଘାଟର ସମସ୍ୟା ଏବଂ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗଜପତି ନିର୍ବାଚନ ମଣ୍ଡଳୀରେ ସରକାର ବ୍ୟବସାୟୀମାନଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ଟ୍ରେଡ୍ ଲାଇସେନ୍ସ ମଧ୍ୟ ପ୍ରଦାନ କରୁନାହାନ୍ତି ଓ ବ୍ୟବସାୟ ସମୟରେ ଅନେକ ହଇରାଣ ହରକତ କରୁଅଛନ୍ତି। 2018 ମସିହାରେ ଗରିବ ଲୋକଙ୍କୁ ଘର ପ୍ରଦାନ କରିବା ନିମନ୍ତେ ଏକ ସର୍ଭେ କରିଥିଲେ, କିନ୍ତୁ ସରକାରଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ଘର ଖଣ୍ଡେ ପ୍ରଦାନ କରିନାହାନ୍ତି। ସୀତାସାଗର, ରାମସାଗର, କୃଷ୍ଣସାଗର ବିକାଶ ଦିଗରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନାରେ ସରକାର 365 ଦିନ ମଜୁରିଆ ମାନଙ୍କୁ କାମ ଦେବାରେ ବିଫଳ ହୋଇଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ମୋଟର କର୍ମଚାରୀଙ୍କୁ ସରକାର 10,000 ପୋଷଣ ବୃତ୍ତି ହିସାବରେ ଦେଉଥିଲେ ଓ ଓଡ଼ିଶା ରାଜ୍ୟରେ ସରକାରର ସେମାନଙ୍କ ବିରୁଦ୍ଧରେ ଜରିମାନା ଆଦାୟ ଓ ମକଦ୍ଦମା ଭଳି କାର୍ଯ୍ୟମାନ କରୁଅଛନ୍ତି।
आम निर्वाचन मंडल रे चाषी माने ऋण करी चाषबास करी शेषे अमल होइଥିବା धान सरकार द्वारा सठिक मूल्य न पाई आंध्र मध्यवर्ती मानक बशवर्ती हुई से बिक्री करी निजर चाष ऋण परिशोध करुअछन्ति। तेणु आपण मानक विनीत अनुरोध जदि आपण मते विपुल मात्रा रे जययुक्त कले मु आपणकर ए समस्यार समाधान करिपारिबे। तेणु जनसाधारण टिके आलोचना करंतु। राजनीति रे मु एक संघर्षरत युवक अटे जेहेतु मु जड़े गरीब। तेणु गरीबर दुख दुर्दशा को दूर करने निमंते मु राजनीति रे पाद देली और आसंता निर्वाचन रे विधायक रूपे लड़िया को चाहूची। तेणु आपण सहृदयर सहित सिंह चिन्ह मते भोट दे विपुल संख्यार जययुक्त करंतु। जय भारत, जय हिंद।